ବନ୍ଧୁମାନେ 1 ଜାନୁଆରୀ ନୂଆବର୍ଷ 2026 ଦିନ ଆପଣମାନେ ଏହି ଗଛକୁ ଛୁଇଁ ଚାଲି ଆସନ୍ତୁ। ତତ୍କାଳ ହିଁ ଆପଣଙ୍କର ଦାରିଦ୍ରତାର ନାଶ ହେବ ଏବଂ ଆପଣଙ୍କ ଘର ମଧ୍ୟ ଖୁସି ଏବଂ ଧନଧାନ୍ୟରେ ଭରିଯିବ। ଏହା ସହିତ ଆପଣଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଯିବ। ତ ବନ୍ଧୁମାନେ ଆପଣମାନେ ନିଜର ଫାଇଦା ପାଇଁ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଏହି ଭିଡ଼ିଓଟିରେ ଶେଷ ପର୍ଯ୍ୟନ୍ତ ଦେଖିଲେ ହିଁ ଆପଣ ଜାଣିପାରିବେ ଯେ ଆଜିର ଏହି ଭିଡ଼ିଓରେ ଆପଣମାନଙ୍କୁ ଯେଉଁ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛି ସେହି ଉପାୟ ଗୁଡ଼ିକ ବାସ୍ତବରେ କେତେ ପ୍ରଭାବଶାଳୀ ଅଟେ। ତ ବନ୍ଧୁମାନେ ନୂଆବର୍ଷ 2026 ଦିନର ପ୍ରଥମ ଦିନଟି ଗୁରୁବାର ଅର୍ଥାତ୍ ମା ଲକ୍ଷ୍ମୀଙ୍କ ବାରରେ ହିଁ ଆରମ୍ଭ ହେଉଛି ଏବଂ ନୂଆବର୍ଷ 2026 ଆସିବାକୁ ଆଉ ଅଳ୍ପ କିଛି ଦିନ ବାକି ରହିଛି। ତ ଆପଣଙ୍କୁ ବାସ୍ ଏହି ଗୁରୁବାର ଅର୍ଥାତ୍ 1 ଜାନୁଆରୀ 2026 ଦିନ ଏହି ଗଛକୁ ଛୁଇଁକି ଚାଲି ଆସିବାର ଅଛି। ବନ୍ଧୁମାନେ ପୁରୁଣା ବର୍ଷ ଗୁଡ଼ିକରେ ଆପଣ ଯେଉଁ ସମସ୍ୟାର ବାରମ୍ବାର ସମ୍ମୁଖୀନ ହେଉଥିଲେ, ତାହା ଆପଣଙ୍କର ଶାରୀରିକ ସମସ୍ୟା ହେଉ, ମାନସିକ କଷ୍ଟ ହେଉ ବା ଆପଣଙ୍କର ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳିଝଗଡ଼ା ଲାଗି ରହିଥାଏ, ତ ସେହିସବୁ କିମ୍ବା ଆପଣଙ୍କର ଚାକିରି, ବେପାର ବାଣିଜ୍ୟ କ୍ଷେତ୍ରରେ ହେଉ, କୌଣସି ବି କ୍ଷେତ୍ରକୁ ନେଇ ଯଦି ଆପଣ ସର୍ବଦା ଚିନ୍ତିତ ରହୁଥିଲେ, ତ ଆପଣମାନେ ନିଶ୍ଚିତ ଭାବରେ ନୂଆବର୍ଷ ପ୍ରଥମ ଦିନ ଏହି ଗଛକୁ ଛୁଇଁକି ଚାଲି ଆସନ୍ତୁ, କାରଣ ଏହି ଗଛକୁ ଛୁଇଁକି ଆସିବା ପରେ ଆପଣ ନିଜେ ହିଁ ଏହାର ଚମତ୍କାରୀ ପ୍ରଭାବ ଅନୁଭବ କରିପାରିବେ। ବନ୍ଧୁମାନେ ଏହି ଗଛକୁ ଛୁଇଁକି ଆସିବା ପରେ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଦୂର ହୋଇଯିବ। ଯଦି ଆପଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା ତାହା ମଧ୍ୟ ଦୂର ହୋଇଯିବ। ଆପଣଙ୍କ ଉପରେ ଯଦି ଋଣ କରଜର ଭାର ଥିଲା, ତେବେ ଆପଣ ଧୀରେ ଧୀରେ ସେହି ଋଣ କରଜକୁ ଶୁଝିବା ପାଇଁ ସମର୍ଥ ହୋଇପାରିବେ। ଅର୍ଥାତ୍ ଧନ ସମ୍ବନ୍ଧିତ ମାମଲାରେ ଏହି ବର୍ଷଟି ଆପଣଙ୍କୁ ବହୁତ ଅଧିକ ଫାଇଦା ପହଞ୍ଚାଇବ ଯଦି ଆପଣ ସଠିକ୍ ସମୟରେ ଏବଂ ସଠିକ୍ ମୁହୂର୍ତ୍ତରେ ସଠିକ୍ ବିଧିବିଧାନ ପୂର୍ବକ ଆଜିର ଏହି ଭିଡ଼ିଓରେ କୁହାଯାଇଥିବା ଉପାୟକୁ ପାଳନ କରିଦିଅନ୍ତି, ତ ନିଶ୍ଚିତ ଭାବରେ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଗୁଡ଼ିକ ଦୂର ହୋଇଯିବ। ତ ବନ୍ଧୁମାନେ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଏପରି 5ଟି ବୃକ୍ଷ ବିଷୟରେ କହିବି, ଯାହାକୁ ଯଦି ଆପଣ ନୂଆବର୍ଷ ଦିନ ଛୁଇଁକି ଚାଲି ଆସୁଛନ୍ତି, ତତ୍କାଳ ହିଁ ଆପଣଙ୍କର ଦାରିଦ୍ରତାର ନାଶ ହୋଇଯିବ ଏବଂ ସମ୍ପୂର୍ଣ୍ଣ ବର୍ଷ ସାରା ଆପଣଙ୍କ ଜୀବନରେ ଧନର ଆଗମନ ହେବ। ଯେଉଁ ଧନ ଆପଣ ଉପାର୍ଜନ କରିବେ ତାହା ଆପଣଙ୍କର ବୃଦ୍ଧି ହେବ। ଆପଣଙ୍କର ସଞ୍ଚିତ ଅର୍ଥରେ ବୃଦ୍ଧି ହେବ, ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବଢ଼ିବ ଏବଂ ଆପଣଙ୍କର ଯେଉଁ ଅଯଥା ଖର୍ଚ୍ଚ ଗୁଡ଼ିକ ହୋଇଯାଉଥିଲା, ଅଯଥା ଖର୍ଚ୍ଚ ଉପରେ ମଧ୍ୟ ଆପଣଙ୍କର ନିୟନ୍ତ୍ରଣ ଆସିବ। ତ ଧନ ସମ୍ବନ୍ଧିତ ପ୍ରତ୍ୟେକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଏହି 5ଟି ଗଛ ମଧ୍ୟରୁ କୌଣସି ଗୋଟିଏ ଗଛକୁ ଛୁଇଁକି ଆସିପାରିବେ। ବନ୍ଧୁମାନେ ଆପଣମାନେ ଜାଣିଥିବେ ଯେ ଆମର ପ୍ରାଚୀନ କାଳରେ ଯେତେବେଳେ ଆମେମାନେ ରୋଗରେ ପଡ଼ୁଥିଲେ, ତ ସେତେବେଳେ ଆମର ପୂର୍ବପୁରୁଷମାନେ ସେମାନଙ୍କର ଔଷଧ ପାଇଁ ଗଛର ଚେରମୂଳିର ବ୍ୟବହାର କରୁଥିଲେ। ଏବେ ଯେଉଁ ଆମେ ମେଡ଼ିସିନ ବ୍ୟବହାର କରୁଛେ, ସେତେବେଳେ କିଛି ମେଡ଼ିସିନ ନଥିଲା, ସେମାନେ ଗଛର ଜଡ଼ିବୁଟି ବନାଉଥିଲେ। ଏବେ ବି ଆମେ ଯେଉଁ ମେଡ଼ିସିନ ଖାଉଛେ ତାହା ଗଛରୁ ହିଁ ଆସୁଛି, ମାତ୍ର ତାହାର ରଙ୍ଗ ରୂପ ଅଲଗା ହୋଇଯାଇଛି। ସେତେବେଳେ କିନ୍ତୁ ଆମର ପୂର୍ବପୁରୁଷମାନେ ଗଛରୁ ଜଡ଼ିବୁଟି ଏବଂ ଚେରମୂଳି ଖାଇ ହିଁ ଅନେକ ବଡ଼ ବଡ଼ ରୋଗରୁ ଭଲ ହେଉଥିଲେ। ଏମିତିକି ଭଗବାନ ଶ୍ରୀକୃଷ୍ଣ ନିଜେ ହିଁ କହିଛନ୍ତି ଯେ ବୃକ୍ଷ ମଧ୍ୟରେ ଯେଉଁ ଅଷ୍ଟଗଛର ବୃକ୍ଷ ରହିଥାଏ, ସେଇଥିରେ ମୁଁ ନିଜେ ସ୍ୱୟଂ ବାସ କରିଥାଏ। ସେଥିପାଇଁ ଅଷ୍ଟଗଛକୁ ଦେବବୃକ୍ଷ ବୋଲି କୁହାଯାଇଥାଏ। ଅର୍ଥାତ୍ ଯେଉଁ ଅଷ୍ଟଗଛ ରହିଥାଏ ତାହାକୁ ଗଛମାନଙ୍କର ରାଜା ବୋଲି କୁହାଯାଇଥାଏ। ବନ୍ଧୁମାନେ ଅଷ୍ଟଗଛରେ ଭଗବାନ ଶ୍ରୀ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ସେଥିପାଇଁ ନୂଆବର୍ଷ ଦିନ ଆପଣମାନେ ସକାଳୁ ଉଠି ଯାଆନ୍ତୁ ଏବଂ ନିଜର ସ୍ନାନ କାର୍ଯ୍ୟ ସାରିବା ପରେ ଶୁଦ୍ଧ ବସ୍ତ୍ର ପରିଧାନ କରି ଗୋଟିଏ ଲୁଟା ଜଳ ନିଜ ସାଥିରେ ନେଇଯାଆନ୍ତୁ। ଆପଣଙ୍କ ଘର ନିକଟରେ ଥିବା କୌଣସି ଅଷ୍ଟଗଛ ମୂଳକୁ ଯାଆନ୍ତୁ। ତାପରେ ସେହି ଜଳକୁ ଆପଣ ଅଷ୍ଟଗଛ ମୂଳରେ ସମର୍ପଣ କରନ୍ତୁ। ତାପରେ ଆପଣ ଅଷ୍ଟଗଛକୁ ଆପଣ 11 ଥର ପରିକ୍ରମା କରନ୍ତୁ, କାରଣ ଏହି 11 ସଂଖ୍ୟାଟି ଶ୍ରୀ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ତ ଆପଣ ପରିକ୍ରମା କରିବା ସମୟରେ ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ରର ଉଚ୍ଚାରଣ କରିବା ଉଚିତ। ବୀଜ ମନ୍ତ୍ରଟି ହେଉଛି ଓମ୍ ମହାଲକ୍ଷ୍ମୀ ନମଃ। ସେହିଭଳି ଭାବରେ ଆପଣ ଶ୍ରୀ ବିଷ୍ଣୁଙ୍କର ବୀଜ ମନ୍ତ୍ର ମଧ୍ୟ ଜପ କରିବା ଉଚିତ। ଭଗବାନ ଶ୍ରୀ ବିଷ୍ଣୁଙ୍କର ବୀଜ ମନ୍ତ୍ର ହେଉଛି ଓମ୍ ନମୋ ଭଗବତେ ବାସୁଦେବାୟ ନମଃ। ତ ଆପଣ ଏହିପରି ଭାବରେ ଅଷ୍ଟଗଛକୁ 11 ଥର ପରିକ୍ରମା କରନ୍ତୁ।
ତାପରେ ଆପଣ ନିଜ ଘରକୁ ଚାଲି ଆସନ୍ତୁ। ଆପଣ ଯଦି ଏହିଭଳି ଭାବରେ ନୂଆବର୍ଷ ଦିନ ଅସ୍ତ ଗଛ ନିକଟରେ ଏହି ଉପାୟଟିକୁ କରିନିଅନ୍ତି ତ ନିଶ୍ଚିତ ଭାବରେ ବର୍ଷ ସାରା ଆପଣଙ୍କ ଉପରେ ଶ୍ରୀ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର କୃପା ବନି ରହିବ। ଏମିତିରେ ତ ଆପଣଙ୍କର ରୋଜଗାରରେ ବୃଦ୍ଧି ପାଇବ। ଏହା ସହିତ ରୋଜଗାର କରିବାର ଆହୁରି ଅଧିକ ବାଟ ମଧ୍ୟ ଆପଣଙ୍କ ପାଇଁ ଖୋଲିଯିବ ଏବଂ ଆପଣଙ୍କର ଅଯଥା ଖର୍ଚ୍ଚ ମଧ୍ୟ କମ୍ ହୋଇଯିବ। ଏହା ସହିତ ଆପଣଙ୍କର ବେପାର ବାଣିଜ୍ୟରେ ମଧ୍ୟ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ମଧ୍ୟ ଆପଣ ଉନ୍ନତି କରିବେ। ଏହା ସହିତ ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି ତ ବିଦ୍ୟା କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ସଫଳତା ମିଳିବ। ବନ୍ଧୁମାନେ ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଗଛଟି କେଉଁ ଗଛ ଅଟେ। ତ ବନ୍ଧୁମାନେ ଯଦି ଆପଣଙ୍କ ଘରେ କୌଣସି ସଦସ୍ୟ ବହୁତ ଲମ୍ବା ସମୟ ଧରି କୌଣସି ବ୍ୟକ୍ତି ବେମାରୀରେ ପଡ଼ି ରହିଛନ୍ତି, ସବୁବେଳେ ଆପଣଙ୍କ ଘରର କୌଣସି ନା କୌଣସି ସଦସ୍ୟଙ୍କର ସ୍ୱାସ୍ଥ୍ୟରେ ସମସ୍ୟା ଆସୁଛି, ତାହା କୌଣସି ଛୋଟ ମୋଟ ବେମାରୀ ହେଉ କିମ୍ବା ବଡ଼ ବେମାରୀ ହେଉ ଏବଂ ଏସବୁରେ ଆପଣମାନେ ସମ୍ପୂର୍ଣ୍ଣ ମାତ୍ରାରେ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି କରିବା ପାଇଁ ଚାହୁଁଛନ୍ତି, ତ ଆପଣମାନଙ୍କୁ ଏହି ନୂଆବର୍ଷର ପ୍ରଥମ ଦିନରେ ଏହି ଗଛଟିକୁ ଛୁଇଁକି ଆସିବାର ଅଛି। ବନ୍ଧୁମାନେ ଆପଣମାନେ ସମସ୍ତେ ଜାଣନ୍ତି ଯେ ନିରୋଗୀ ରହିବା ପାଇଁ ଭଗବାନ ଦେବଦେବ ମହାଦେବଙ୍କ ଆଶୀର୍ବାଦ ବହୁତ ହିଁ ଜରୁରୀ ହୋଇଥାଏ ଏବଂ ଯେଉଁ ବ୍ୟକ୍ତିଙ୍କ ଉପରେ ଦେବଦେବ ମହାଦେବଙ୍କର କୃପା ରହିଥାଏ ସେହି ବ୍ୟକ୍ତିର କାଳ ମଧ୍ୟ କିଛି ଅସୁବିଧା କରିନଥାଏ। ତ ଆପଣମାନେ ଯଦି ଦେବଦେବ ମହାଦେବଙ୍କର କୃପା ପ୍ରାପ୍ତ କରିବା ପାଇଁ ଚାହୁଁଥାନ୍ତି ତ ନୂଆବର୍ଷର ପ୍ରଥମ ଦିନ ଆପଣଙ୍କୁ ଏହି ଛୋଟିଆ ଉପାୟଟିକୁ କରିବାର ଅଛି। ତ ନୂଆବର୍ଷ ଦିନ ଆପଣ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଆପଣ ସ୍ନାନ କାର୍ଯ୍ୟ ସମାପନ କରିନେବେ। ତାପରେ ଆପଣ ଗୋଟିଏ ତମ୍ବା ଲୁଟାରେ ଜଳ ଭରି ନିଅନ୍ତୁ। ଏହାପରେ ଆପଣଙ୍କ ଘରେ ଥିବା କିମ୍ବା ଘର ପାଖରେ ଥିବା ବେଲଗଛ ପାଖକୁ ଯାଆନ୍ତୁ। ବନ୍ଧୁମାନେ ବେଲଗଛରେ ପ୍ରତ୍ୟେକଟି ପତ୍ରରେ ମହାଦେବଙ୍କର ବାସ ହୋଇଥାଏ ଏବଂ ବେଲଗଛର ଡାଳରେ ମା ପାର୍ବତୀଙ୍କର ବାସ ହୋଇଥାଏ ଏବଂ ବେଲଗଛର ମୂଳରେ ସ୍ୱର୍ଗର ବାସ ହୋଇଥାଏ। ତ ଆପଣ ନୂଆବର୍ଷର ପ୍ରଥମ ଦିନରେ କୌଣସି ବି ବେଲଗଛ ମୂଳରେ ଗୋଟିଏ ଲୁଟା ଜଳ ଅର୍ପଣ କରିବାର ଅଛି। ତାପରେ ଆପଣ ଦେବଦେବ ମହାଦେବଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ, କାରଣ ଭଗବାନ ଦେବଦେବ ମହାଦେବଙ୍କୁ 108 ସଂଖ୍ୟାଟି ଅତି ପ୍ରିୟ ହୋଇଥାଏ। ତ ଆପଣମାନେ ଓମ୍ ନମଃ ଶିବାୟ ମନ୍ତ୍ରର ଜପ 108 ଥର ଜପ କରନ୍ତୁ। ତ ନୂଆବର୍ଷର ପ୍ରଥମ ଦିନରେ ଯଦି ଆପଣ ଏହି ଉପାୟଟିକୁ ପାଳନ କରିନେଉଛନ୍ତି ତ ନିଶ୍ଚିତ ଭାବରେ ବର୍ଷ ସାରା ଆପଣଙ୍କ ଉପରେ ଦେବଦେବ ମହାଦେବଙ୍କର କୃପା ନିଶ୍ଚିତ ଭାବରେ ରହିବ। ଏହା ସହିତ ଆପଣଙ୍କର ସମ୍ପୂର୍ଣ୍ଣ ପରିବାର ମଧ୍ୟ ରୋଗମୁକ୍ତ ରହିବେ। ଏହି ଉପାୟକୁ କରିବା ପରେ ଆପଣଙ୍କୁ ଆପଣଙ୍କର ଜୀବନରେ ରାହୁକେତୁଙ୍କର ସାଥ ମଧ୍ୟ ମିଳିବ, କାରଣ ଜଣେ ବ୍ୟକ୍ତିଙ୍କର ଭାଗ୍ୟର ନିୟନ୍ତ୍ରଣ ରାହୁକେତୁଙ୍କର ହାତରେ ରହିଥାଏ। ଅର୍ଥାତ୍ ଏହି ଉପାୟଟି କରିବା ପରେ ଆପଣଙ୍କୁ ଆପଣଙ୍କ ଜୀବନରେ ଆପଣଙ୍କ ଭାଗ୍ୟର ସାଥ ମିଳିବ। ଆପଣଙ୍କ କୁଣ୍ଡଳୀରେ ନବଗ୍ରହଙ୍କର ଯଦି କୌଣସି ଅଶୁଭ ପ୍ରଭାବ ଥିବ ତେବେ ତାହା ମଧ୍ୟ ସମାପ୍ତ ହୋଇଯିବ। ବନ୍ଧୁମାନେ ଏବେ ଆସନ୍ତୁ ଜାଣିବା ତୃତୀୟ ବୃକ୍ଷଟି ବିଷୟରେ। ତ ବନ୍ଧୁମାନେ ଯଦି ଆପଣଙ୍କ ଉପରେ ଶନି ଦଶା ଚାଲିଛି, ତାହା ଶନି 7.5 ହେଉ କିମ୍ବା ଶନି 2.5 ହେଉ କିମ୍ବା ଆପଣଙ୍କ ଜାତକରେ ଶନି ଦୋଷ ରହୁଛି, ଯାହାଫଳରେ ଆପଣଙ୍କୁ ଆପଣଙ୍କ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି, ଆପଣଙ୍କୁ ଅଧିକ କଷ୍ଟ ଦେଇ ଗତି କରିବାକୁ ପଡ଼ୁଛି, ତ ଆପଣଙ୍କୁ ନୂଆବର୍ଷର ପ୍ରଥମ ଦିନ ଭୃଷଙ୍ଗ ଗଛକୁ ଛୁଇଁକି ଆସିବାର ଅଛି, ଯାହାଫଳରେ ଆପଣଙ୍କ ଉପରେ ଯେଉଁ ବି ଶନି ଦଶା ଚାଲିଥିବ ତାହାର କଷ୍ଟ ଆପଣଙ୍କ ଉପରୁ କମ୍ ହୋଇଯିବ। କାରଣ ଯେଉଁ ଭୃଷଙ୍ଗ ଗଛ ରହିଥାଏ ସେଥିରେ ଶନିଦେବଙ୍କର ବାସ ହୋଇଥାଏ। ଶାସ୍ତ୍ରରେ ବର୍ଣ୍ଣନା ଅଛି ଯେ ଭୃଷଙ୍ଗ ଗଛରେ ଅନେକ ପ୍ରକାରର ଦିବ୍ୟ ଶକ୍ତିର ବାସ ହୋଇଥାଏ। ଅର୍ଥାତ୍ ଆପଣଙ୍କ ଜୀବନରେ ଯଦି ଗ୍ରହମାନଙ୍କ ସହ ଜଡ଼ିତ କୌଣସି ବି ସମସ୍ୟା ଚାଲି ରହୁଛି ତ ସେସବୁରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ବର୍ଷର ପ୍ରଥମ ଦିନରେ ଏହି ଉପାୟଟି ପାଳନ କରିବାର ଅଛି। ଚତୁର୍ଥ ବୃକ୍ଷ ଯାହା ମୁଁ କହିବାକୁ ଯାଉଛି ବା ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ, ଯେମିତିକି ଯଦି ଆପଣ ସରକାରୀ ଚାକିରି କରୁଛନ୍ତି ସେଥିରେ ଯଦି କିଛି ଅସୁବିଧା ଅଛି କିମ୍ବା ଆପଣ ଯଦି ଚାକିରି ପାଇଁ ପ୍ରସ୍ତୁତ ହୋଇ ଥକିଗଲେଣି ଅଥଚ ଆପଣଙ୍କୁ ଚାକିରି ମିଳିପାରୁନାହିଁ, ପରିଶ୍ରମ ତ ଦିନ ରାତି କରୁଛନ୍ତି ଅଥଚ ଭାଗ୍ୟ ଆପଣଙ୍କୁ ସାଥ ଦେଉନାହିଁ, କିମ୍ବା ବେପାର ବାଣିଜ୍ୟ କରୁଛନ୍ତି ଏବଂ ବାରମ୍ବାର ସେଥିରେ ଆପଣ କ୍ଷତିର ସାମ୍ନା କରିବାକୁ ପଡ଼ୁଛନ୍ତି, ଦିନ ରାତି ପରିଶ୍ରମ କରିସାରିବା ପରେ ମଧ୍ୟ ଆପଣଙ୍କର ବେପାର ବାଣିଜ୍ୟରେ ବୃଦ୍ଧି ହୋଇପାରୁନାହିଁ କିମ୍ବା ଆପଣଙ୍କର କୌଣସି ପାରିବାରିକ ସମସ୍ୟା ଚାଲିଛି, ତ ନୂଆବର୍ଷର ପ୍ରଥମ ଦିନରେ ଆପଣଙ୍କୁ ଅଁଳା ଗଛକୁ ଛୁଇଁକି ଆସିବାର ଅଛି।
ଆପଣ ଯଦି ନୂଆ ବର୍ଷର ପ୍ରଥମ ଦିନରେ ଅଁଳା ଗଛକୁ ଛୁଇଁକି ଆସୁଛନ୍ତି ତ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ। ତ ବର୍ଷ 2026ର ପ୍ରଥମ ଦିନରେ ଯଦି ଆପଣ ଏହି ଉପାୟଟିକୁ କରୁଛନ୍ତି ତ ନିଶ୍ଚିତ ଭାବରେ ଆପଣ ଯେଉଁ ବି କାର୍ଯ୍ୟକ୍ଷେତ୍ରରେ ଅଛନ୍ତି ସେଥିରେ ଆପଣ ଉନ୍ନତି ଦେଖିବାକୁ ପାଇବେ। ବନ୍ଧୁମାନେ, ଅଁଳାର ଯେଉଁ ଗଛ ରହିଥାଏ ତାହା ମନସ୍କାମନା ପୂର୍ତ୍ତି ପାଇଁ ରହିଥାଏ। ଏବେ ଶେଷ ଗଛଟି ବିଷୟରେ ଜାଣିବା। ତ ଆପଣ ଯଦି ନିଃସନ୍ତାନ ଅଛନ୍ତି, ଯେତେ ଚେଷ୍ଟା ପରେ ବି ଆପଣଙ୍କର ସନ୍ତାନ ହେଉନାହିଁ, ତେବେ ଏହି ବୃକ୍ଷକୁ ଆପଣ ନୂଆବର୍ଷ ଦିନ ନିଶ୍ଚିତ ଭାବରେ ଛୁଇଁକି ଚାଲି ଆସନ୍ତୁ। କିମ୍ବା ଆପଣଙ୍କ ପରିବାରରେ ଯଦି ସର୍ବଦା କଳହ ଲାଗି ରହୁଛି, ତେବେ ପରିବେଶ ଶାନ୍ତ ବନାଇବା ପାଇଁ ମଧ୍ୟ ଆପଣ ଏହି ଉପାୟଟି ପାଳନ କରିପାରିବେ। ତ ବନ୍ଧୁମାନେ, ସେଥିପାଇଁ ନୂଆ ବର୍ଷର ପ୍ରଥମ ଦିନ ଆପଣ ଦେବଦାରୁ ଗଛକୁ ଛୁଇଁକି ଆସନ୍ତୁ। ତ ବନ୍ଧୁମାନେ, ସେଥିପାଇଁ ନୂଆବର୍ଷ ଦିନ ଆପଣ ସକାଳୁ ଉଠି ସ୍ନାନ କାର୍ଯ୍ୟ ସମାପନ କରିନିଅନ୍ତୁ। ଗୋଟିଏ ଘିଅର ଦୀପ ନେଇ ଯଦି ଆପଣଙ୍କ ଘରେ ଦେବଦାରୁ ଗଛ ଅଛି କିମ୍ବା ଘର ନିକଟରେ ଯେଉଁଠାରେ ଦେବଦାରୁ ଗଛ ଅଛି ତ ସେଠାକୁ ଯାଆନ୍ତୁ ଏବଂ ଦେବଦାରୁ ଗଛ ମୂଳରେ ଆପଣ ସେହି ଦୀପକୁ ଜଳାନ୍ତୁ ଏବଂ ଆପଣଙ୍କର ମନରେ ଯାହା ବି ମନସ୍କାମନା ଅଛି ଆପଣ ଗଛ ନିକଟରେ ପ୍ରକାଶ କରନ୍ତୁ ଏବଂ ତାହାକୁ ପୂର୍ଣ୍ଣ କରିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଏହି 2026 ମସିହାରେ ଆପଣଙ୍କର ସେହି ଇଚ୍ଛା ନିଶ୍ଚିତ ଭାବରେ ପୂର୍ଣ୍ଣ ହେବ। ତେବେ ମନେ ରଖନ୍ତୁ, ଆପଣ ଯେଉଁ ବି ମନସ୍କାମନା ନେଇକି ଯେଉଁ ବି ଉପାୟଟି କରୁଛନ୍ତି ତାକୁ ଅତି ବିଶ୍ୱାସର ସହିତ ଈଶ୍ୱରଙ୍କ ନିକଟରେ ସମର୍ପଣ ଭାବ ନେଇ କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କର ସେହି ଇଚ୍ଛା ପୂର୍ଣ୍ଣ ହେବ। ତ ବନ୍ଧୁମାନେ, ଆଜିର ଏହି ଭିଡ଼ିଓରେ ମୁଁ ଯେଉଁ 5ଗୋଟି ଗଛ ବିଷୟରେ କହିଲି, ଆପଣ ନିଜର ମନସ୍କାମନା ଅନୁସାରେ କୌଣସି ଗୋଟିଏ ବୃକ୍ଷକୁ ଛୁଇଁକି ଆସନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କୁ ଏହାର ପ୍ରଭାବ ଦେଖିବାକୁ ମିଳିବ। ତ ବନ୍ଧୁମାନେ, ମୋର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।